ସବୁ କଳ୍ପନା ଜଳ୍ପନାର ଘଟିଛି ଅବସାନ। ପରୀକ୍ଷା ହେବ, ପରୀକ୍ଷା ହେବନି, ହଁ ନାହିଁ ଭିତରେ ଚାଲିଥିଲା ବିବାଦ। ଷ୍ଟେ ହୋଇଛି, ପରୀକ୍ଷା ଦେବାକୁ ପଡ଼ିବନି ବୋଲି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଫର୍ମ ଫିଲ୍ଅପ୍ କରିକି ମଧ୍ୟ ପାଠପଢ଼ା ପ୍ରତି ଧ୍ୟାନ ଦେଉନଥିଲେ। ହେଲେ ସମସ୍ତ କଳ୍ପନା ଜଳ୍ପନାର ଘଟିଛି ଅନ୍ତ। ଆଜି ବୋର୍ଡ଼ ତରଫରୁ ପ୍ରକାଶ ପାଇଛି ପରୀକ୍ଷାର ତାରିଖ। ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ନୋଟିଫିକେସନ୍ ନମ୍ବର 420 ମେ 29, 2025ରେ ପ୍ରକାଶ କରିଛନ୍ତି କି ଜୁଲାଇ 12 ତାରିଖ ଠାରୁ ଏକ୍ଜାମ୍ର ଆଡ଼ମିଟ୍ କାର୍ଡ଼ ଓ ବୋର୍ଡ଼ ୱେବସାଇଟ୍ www.bosodia.ac.inରେ ଆଭେଲେବୁଲ୍ ହେବ। ଯେଉଁ PH କ୍ୟାଣ୍ଡିଡେଟ୍ ମାନେ ଏକ୍ଜାମ୍ ପାଇଁ ସ୍ପେଶାଲ ସପୋର୍ଟ ଆବଶ୍ୟକ କରନ୍ତି ସେମାନେ ଏକ୍ଜାମ୍ର 4 ଡେ ପୂର୍ବରୁ ଅର୍ଥାତ୍ 16 ଜୁଲାଇ ଠାରୁ ଏକ୍ଜାମ୍ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କୁ ପ୍ରୁଫ୍ ସହିତ ରିଟିନ୍ ଆପ୍ଲାଏ କରିବେ। ଏକ୍ଜାମ୍ 20 ଜୁଲାଇ 2025 ରବିବାର ଦିନ 2ଟା ସିଟିଂରେ ଅନୁଷ୍ଠିତ ହେବ। ଫାର୍ଷ୍ଟ ସିଟିଂ ପେପର୍ 1 ସକାଳ 9ଟାରୁ 11ଟା 30 2 ଘଣ୍ଟା 30 ମିନିଟ୍ ପାଇଁ। ସେକେଣ୍ଡ ସିଟିଂ ପେପର୍ 2 ଦିନ 2ଟାରୁ 4ଟା 30 2 ଘଣ୍ଟା 30 ମିନିଟ୍ ପାଇଁ ହେବ ଏବଂ ଆଡ଼ମିଟ୍ କାର୍ଡ଼ ଜୁଲାଇ 12 ତାରିଖ ଠାରୁ ଡାଉନଲୋଡ଼୍ କରିପାରିବେ। OTET ନୋଟିଫିକେସନ୍ ବାହାରିବା ଦିନଠାରୁ ଆଙ୍ଗୁଠି ଗଣତି 2-3 ଜଣ ଶିକ୍ଷକ ନେତାଙ୍କୁ ରାଜଧାନୀରେ ଦେଖିବାକୁ ମିଳୁଥିବା ବେଳେ ଅନ୍ୟମାନେ ଅଣ୍ଡରଗ୍ରାଉଣ୍ଡ ହୋଇଗଲା ପରି ଲାଗୁଛି। ଆଗରୁ କେଉଁଠି କିଏ MLAକୁ ଦାବିପତ୍ର ଦେଇ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ସେୟାର କରୁଥିଲା ତ କିଏ ମନ୍ତ୍ରୀଙ୍କୁ ଦାବିପତ୍ର ଦେବାର ଫଟୋ ସେୟାର କରୁଥିଲେ। ଏମିତିକି ଓସେପା ବାହାରେ ଠିଆ ହୋଇ ସାଇନ୍ ବୋର୍ଡ଼ ସହିତ ଫଟୋ ଉଠାଇ ସେୟାର କରୁଥିଲେ। ଫଟୋର କ୍ୟାପସନରେ ଲେଖୁଥିଲେ କି MLA କି ମନ୍ତ୍ରୀ କହିଛନ୍ତି ତୁମମାନଙ୍କର ଦାବି ଯଥାର୍ଥ, ଶୀଘ୍ର ବିଚାର କରାଯିବ। ଜଣେ ଜଣେ ଶିକ୍ଷକ ନେତା ଏହି ପ୍ରକାର ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଓ କ୍ୟାପସନରେ ଲେଖିବା ବୋଧେ ଗତ 10 ବର୍ଷ ଭିତରେ 70 କି 80 ଥରରୁ କମ୍ ହେବନି। ଯେବେଠୁ OTET ନୋଟିଫିକେସନ୍ ବାହାରିଲା କିଛି ସଂଗ୍ରାମୀ ଶିକ୍ଷକ ନେତା ପ୍ରକୃତରେ ଶିକ୍ଷକମାନଙ୍କ ପାଇଁ ଯାହାର ହୃଦୟରେ ଦରଦ ସେଇମାନେ ବାରମ୍ବାର ମିନିଷ୍ଟରଙ୍କୁ ସେକ୍ରେଟାରୀ କମ୍ କମିଶନରଙ୍କୁ ଏହି ପ୍ରକାର ଅନ୍ୟାୟ ବିରୁଦ୍ଧରେ ଦାବିପତ୍ର ଦେଲେ। ହେଲେ ସୋସିଆଲ ମିଡ଼ିଆ ମଣ୍ଡନ କରୁଥିବା ନେତା ହୋଇଗଲେ ଅଣ୍ଡରଗ୍ରାଉଣ୍ଡ। ଯେମିତି ଏକ୍ଜାମ୍ ସରିଯିବ ପୁଣି ବଙ୍କର ଭିତରୁ ବାହାରକୁ ଫଟୋ ଉଠାଇ ପୋଷ୍ଟ କରିବା ଜାରି ରଖିବେ।